କାରଣ ମୁଁ ହେଉଛି ଶିବଙ୍କ ଘରଣୀ ଶିବାନୀ, ରୁଦ୍ରଙ୍କ ଘରଣୀ ରୁଦ୍ରାଣୀ। ଆଉ ଏ ସଂସାରର ମଙ୍ଗଳ ପାଇଁ ମୁଁ ସାଜିପାରେ ନର ମୁଣ୍ଡ ମାଳିନୀ। নাই নাই না, অপেক্ষা কর, অপেক্ষা কর রে নির্বোধ মূর্খ রাজা চন্দ্রধর। এই মুহূর্তরে ଯିବି ମୁଁ ତୋହର ନିକଟେ। ତୋହର କଲା କର୍ମର ଫଳ ତୋତେ ଦେବି ଉଚିତ ପୁରସ୍କାର। ହଁ ହଁ, ଉଚିତ ପୁରସ୍କାର। ସ୍ୱାମୀ, ମୁଁ ଯାହା ଶୁଣୁଛି ସେ କଥା କ'ଣ ସତ୍ୟ? ଅବନ୍ତିଗଡ଼ର ରାଜା ଚନ୍ଦ୍ରଧର ପୂଜା କରୁଛି ପୁଣି ସେ ପାତାଳ ନାଗୁଣୀ। ହଁ ଦେବୀ, ତୁମେ ଠିକ ଶୁଣିଛ ଦେବୀ, ତୁମେ ଠିକ ଶୁଣିଛ। କେବଳ ସେହି ପାଷାଣ୍ଡୀ ନାଗୁଣୀ ପାଇଁ ଆଜି ଦେବତା କୂଳରେ ଚିନ୍ତା ବଢ଼ିଯାଇଛି। ଆଉ ସେଥିପାଇଁ ଯାଇ କେବଳ ସେହି ଯୁଗପତି କଳି। ନାଇଁ ସ୍ୱାମୀ ନାଇଁ, ମୁଁ କିନ୍ତୁ ଏହା କେବେ ସହ୍ୟ କରିପାରିବି ନାହିଁ। କାରଣ ନିଶ୍ଚୟ ନିଶ୍ଚୟ ଯିବି ସେ କଳିର ନିକଟ। ସେ କଳିକୁ ଶାସ୍ତି ଦେବା ପରେ ସେ ନାଗୁଣୀର ଅହଙ୍କାରକୁ ମୁଁ ମାଟିରେ ମିଶାଇ ଦେବି। ସ୍ୱାମୀ, ସେ ନାଗୁଣୀର ଅହଙ୍କାରକୁ ମୁଁ ମାଟିରେ ମିଶାଇ ଦେବି। ସେଟା ଏଡ଼େ ଲକ୍ଷଣୀ ହେ ମର୍ତ୍ତ୍ୟକୁ ଆସିଛି ଥାଇ। ଦେଖିବି ସାମାନ୍ୟ ଗୋଟାଏ ନାଗୁଣୀ ହୋଇ କିପରି ପୂଜା ପାଇବ ଏ ମର୍ତ୍ତ୍ୟଧରା। ନାଇଁ ସ୍ୱାମୀ ନାଇଁ, ତାର ସେ ଇଚ୍ଛାକୁ ମୁଁ ଇଚ୍ଛାରେ ରଖିଦେବି। ସ୍ୱାମୀ, ତାର ସେ ଇଚ୍ଛାକୁ ମୁଁ ଇଚ୍ଛାରେ ରଖିଦେବି। ଆସୁଛି ସ୍ୱାମୀ, ଆସୁଛି। শিবানী, নাই নাই না, অপেক্ষা করো, অপেক্ষা করো রে নির্বোধ রাজা চন্দ্রধর। এই মুহূর্তরে ଯିବି ମୁଁ ତୋହର ନିକଟେ। ହଁ ହଁ, ଏହି ମୁହୂର୍ତ୍ତରେ ଯିବି ମୁଁ ତୋହର ନିକଟେ। ଦେଖିବି ଦେଖିବି କିପରି ନାଗ ପୂଜା ହେବ ଏ ମର୍ତ୍ତ୍ୟମହୀ ମଣ୍ଡଳ। କାରଣ ମୋ ଦେବ ଦେବ ମହାଦେବ ଦେବ ମହାକାଳ ଶିବ। প্রথম নেত্রে ଆଉ ଦ୍ୱିତୀୟ ନେତ୍ରରେ
ଆଉ ଦ୍ୱିତୀୟ ନେତ୍ରରେ କର୍ମର ଫଳ ଆଉ ତୃତୀୟ ନେତ୍ରରେ ଖାଲି ଅନଳ ହିଁ ଅନଳ